ଦେଖନ୍ତୁ ମୁଁ ଯେମିତି ଆପଣମାନଙ୍କୁ କହିଥିଲି OSSC ଫରେଷ୍ଟର ଆଣ୍ଡ ଫରେଷ୍ଟ ଗାର୍ଡ଼ର କମ୍ପ୍ୟୁଟରର MCQ ପୁରା ବେସିକ୍ ଲେବୁଲରୁ ପୁରା ଆଡ଼ଭାନ୍ସ ଲେବୁଲ ଯାଏଁ ଆପଣଙ୍କର ଆଜିଠୁ ନେଇକି ପୁରା ଏକ୍ଜାମ୍ ହେଲା ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ ହେଲା ଯାଏଁ ସମ୍ପୂର୍ଣ୍ଣ ଭାବରେ ମୁଁ ପୁରା ବେସିକ୍ରୁ ନେଇ ପୁରା ଆଡ଼ଭାନ୍ସ ଯାଏଁ ଯେତେ ବି ଆପଣଙ୍କର MCQ ଅଛି କମ୍ପ୍ୟୁଟରର ମୁଁ ସବୁ ଆପଣଙ୍କୁ କରିବି ଏଇ ଚ୍ୟାନେଲରେ। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ଭିତରେ ସେୟାର କରନ୍ତୁ। ମୁଁ ଆପଣଙ୍କୁ କଥା ଦେଉଛି OSSCର ଫରେଷ୍ଟ ଗାର୍ଡ଼ର ବାୟୋଲୋଜି ସାଇନ୍ସ ଆଉ କମ୍ପ୍ୟୁଟର ଏଇ ଦୁଇଟାର MCQ ସବୁଦିନ ପୁରା ଏକ୍ଜାମ୍ ଯାଏ ମୁଁ ଆପଣଙ୍କୁ ଯୋଗେଇବି। ସମସ୍ତଙ୍କୁ ବହୁତ ଏଇଟା ଏକ୍ଜାମ୍ରେ ହେଲ୍ପ କରିବ। କମ୍ପ୍ୟୁଟରରୁ 25 ମାର୍କ ପଡ଼ିବ। ଆପଣ କମ୍ପ୍ୟୁଟରରେ 25ରୁ 25 ରଖିପାରିବେ। କମ୍ପ୍ୟୁଟର ଥିଓରି ଦେଖନ୍ତୁ ବହୁତ କମ୍। କମ୍ପ୍ୟୁଟର ଥିଓରି ପଢ଼ିଲେ ଆପଣ 15-20 ଦିନରେ ସମ୍ପୂର୍ଣ୍ଣ କୋର୍ସ କଭର୍ କରିଦେବେ, କିନ୍ତୁ ତାର MCQ ପ୍ରାକ୍ଟିସ୍ କରିବାଟା ନିହାତି ଇମ୍ପୋର୍ଟାଣ୍ଟ। ଯେତେ MCQ ପ୍ରାକ୍ଟିସ୍ କରିବେ ଆପଣଙ୍କର ସେତେ ପ୍ରାକ୍ଟିସ୍ ହେବ। ଆପଣ ପରୀକ୍ଷାରେ କ'ଣ କରିବେ, ଯାଇକି ଡାଇରେକ୍ଟ କ୍ୱେଶ୍ଚନ୍ ଆଟେମ୍ପ୍ଟ କରିପାରିବେ। ଆସନ୍ତୁ ଆଜି ପୁରା ବେସିକ୍ର ଏବେ ମୁଁ 25ଟି କ୍ୱେଶ୍ଚନ୍ ଆପଣଙ୍କୁ କରାଇବି। ଆପଣମାନେ ସବୁ ଜାଣିଥିବେ, ଦେଖନ୍ତୁ, ପଜ୍ କରିକି ଆନ୍ସାର୍ କରନ୍ତୁ, କମେଣ୍ଟରେ ମୋତେ ଜଣାନ୍ତୁ। ମୁଁ ବି ବୋଧେ ଆନ୍ସାର୍ କହୁଛି, ଆପଣ ଆସନ୍ତୁ ଦେଖିବା ଏବେ କ'ଣ କମ୍ପ୍ୟୁଟରର ଫରେଷ୍ଟ ଗାର୍ଡ଼ ପାଇଁ ପୁରା ବେସିକ୍ 25ଟି କ୍ୱେଶ୍ଚନ୍। ଆସନ୍ତୁ ଦେଖିବା କ'ଣ ଦେଇଛି 1 ନମ୍ବର କ୍ୱେଶ୍ଚନ୍। ଦେଖନ୍ତୁ 1 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି, ହୁ ଇଜ୍ ଦ ଫାଦର ଅଫ୍ କମ୍ପ୍ୟୁଟର। ଫାଦର ଅଫ୍ କମ୍ପ୍ୟୁଟର କିଏ, ଏଇଟା ମୁଁ ଆପଣଙ୍କୁ ଆନ୍ସାର୍ କହୁନି। ଆପଣ ମୋତେ ଏହାର ଆନ୍ସାର୍ କମେଣ୍ଟରେ ସବୁ ଜଣାଇବେ, ବୁଝିପାରିଲେ। 1 ନମ୍ବର ଆନ୍ସାର୍ କ'ଣ ହେବ, ଆପଣ ସବୁ କ'ଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆସନ୍ତୁ ଏବେ ଦେଖିବା ଆମେ କ'ଣ 2 ନମ୍ବର କ'ଣ ଦେଇଛି। ଦେଖନ୍ତୁ, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ କରେକ୍ଟ ଆବ୍ରିଭିଏସନ୍ ଅଫ୍ କମ୍ପ୍ୟୁଟର। ୟା ଭିତରୁ କମ୍ପ୍ୟୁଟରର କରେକ୍ଟ ଆବ୍ରିଭିଏସନ୍ଟା କେଉଁଟା, ମାନେ ଫୁଲ୍ ଫର୍ମ କେଉଁଟା, କ'ଣ ହେଇଯିବ? ଅପସନ୍ ଡି କମନଲି ଅପରେଟେଡ୍ ମେକାନିକ୍ ୟୁଜ୍ଡ ମେସିନ୍ସ ୟୁଜ୍ଡ ଇନ୍ ଟେକ୍ନିକାଲ ଆଣ୍ଡ ଏଜୁକେସନାଲ ରିସର୍ଚ୍ଚ। କ'ଣ ହେଇଯିବ? ଅପସନ୍ ଡି କମନଲି ଅପରେଟେଡ୍ ମେକାନିକ୍ସ ୟୁଜ୍ଡ ଇନ୍ ଟେକ୍ନିକାଲ ଆଣ୍ଡ ଏଜୁକେସନାଲ ରିସର୍ଚ୍ଚ। ବୁଝିପାରିଲେ କ'ଣ ହେଇଯିବ? ଅପସନ୍ ଡି ହେଇଯିବ କ'ଣ ରାଇଟ୍ ଆନ୍ସାର୍। ଆସନ୍ତୁ ଏବେ ଦେଖିବା ଆମେ କ'ଣ 3 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। ଆସନ୍ତୁ ଦେଖିବା, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ କରେକ୍ଟ ଡେଫିନେସନ୍ ଅଫ୍ କ'ଣ କମ୍ପ୍ୟୁଟର। ୟା ଭିତରୁ କମ୍ପ୍ୟୁଟର କେଉଁଟା ଗୋଟେ କରେକ୍ଟ ଡେଫିନେସନ୍। ଦେଖନ୍ତୁ କ'ଣ ଦେଇଛି ଫାଷ୍ଟ, କମ୍ପ୍ୟୁଟର ଇଜ୍ ଏ Computer is a machine or a device that can be programmed to perform arithmetical or logical operation sequences automatically। ठीक ଅଛି। Computer understanding only binary language which is written in form of 0 and 1। ଏଟା ବି ସମ୍ପୂର୍ଣ୍ଣ ଭାବରେ ଠିକ୍ ଅଛି। ତାପରେ ସି ଦେଖନ୍ତୁ କ'ଣ କହିଛି, କମ୍ପ୍ୟୁଟର ଇଜ୍ ଏ ପ୍ରୋଗ୍ରାମେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଦ୍ୟାଟ୍ ଷ୍ଟୋର୍ସ ରିଟ୍ରାଇଭ୍ସ ଆଣ୍ଡ ପ୍ରୋସେସେସ୍ ଦ ଡାଟା। ଏଟା ବି ଠିକ୍ ଅଛି। ତାହେଲେ କ'ଣ ହେଇଯିବ? ଅପସନ୍ ଡି ହେଇଯିବ କ'ଣ ରାଇଟ୍ ଆନ୍ସାର୍। ଅଲ୍ ଅଫ୍ ଦ ମେନ୍ସନ୍, ଉପରେ ଯେଉଁଗୁଡ଼ା ମେନ୍ସନ୍ ହେଇଛି ସବୁଗୁଡ଼ା କ'ଣ ରାଇଟ୍ ବୋଲି ଠିକ୍ ହେଇଯିବ। ଡି ହେଲା କ'ଣ ରାଇଟ୍ ଆନ୍ସାର୍। 4 ନମ୍ବର ଦେଖନ୍ତୁ, ହ୍ୱାଟ୍ ଇଜ୍ ଦ ଫୁଲ୍ ଫର୍ମ ଅଫ୍ CPU। ଏଟା ମଧ୍ୟ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ୟାର ଆନ୍ସାର୍ କ'ଣ ହେବ। 1 ନମ୍ବରଟା 4 ନମ୍ବରଟା ଏଇ ଦୁଇଟାଙ୍କ ରହିଲା। ଆପଣମାନେ ମୋତେ କ'ଣ କରିବେ, ଏଇ ଯେଉଁ 1 ନମ୍ବର 4 ନମ୍ବର ୟାର ଆନ୍ସାର୍ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଏବେ ଆସନ୍ତୁ ଦେଖିବା କ'ଣ 5 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି, ହ୍ୱିଚ୍ ଅଫ୍ ଦ ଫଲୋଇଂ ଲାଙ୍ଗୁଏଜ୍ ଡଜ୍ ଦ କମ୍ପ୍ୟୁଟର ଅଣ୍ଡରଷ୍ଟାଣ୍ଡ। ୟା ଭିତରୁ କେଉଁ ଲାଙ୍ଗୁଏଜଟା କ'ଣ କରେ, କମ୍ପ୍ୟୁଟର ଅଣ୍ଡରଷ୍ଟାଣ୍ଡ କରେ। ଦେଖନ୍ତୁ କ'ଣ ହେଇଯିବ, ଅପସନ୍ ସି କମ୍ପ୍ୟୁଟର ଅଣ୍ଡରଷ୍ଟାଣ୍ଡ ଓନ୍ଲି ବାଇନାରୀ ଲାଙ୍ଗୁଏଜ୍। କ'ଣ ହେଇଯିବ? ଅପସନ୍ ସି କମ୍ପ୍ୟୁଟର ଅଣ୍ଡରଷ୍ଟାଣ୍ଡ ଓନ୍ଲି ବାଇନାରୀ ଲାଙ୍ଗୁଏଜ୍। ଆପଣମାନେ ଦେଖନ୍ତୁ କ୍ଲାସ୍, ବହୁତ ଆପଣଙ୍କୁ ଏକ୍ଜାମ୍ରେ କ'ଣ କରିବ, ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ରେ ଆପଣଙ୍କୁ ବହୁତ ଏକ୍ଜାମ୍ କରିବ, ହେଲ୍ପ କରିବ। ସବୁ ପରୀକ୍ଷାରେ ଆମର କମ୍ପ୍ୟୁଟର ଏବେ ଆସୁଛି। ସମସ୍ତେ ଦେଖନ୍ତୁ କମ୍ପ୍ୟୁଟର MCQ ପୁରା ବେସିକ୍ରୁ ନେଇ ପୁରା ଉପର ଲେଭେଲ୍ ଯାଏଁ 1000 ଭଳିଆ MCQ କରିଦେବି। ଆପଣଙ୍କୁ ସବୁ ଏକ୍ଜାମ୍ରେ କ'ଣ କରିବ, ହେଲ୍ପ କରିବ। 6 ନମ୍ବର ଦେଖନ୍ତୁ କ'ଣ କହିଛି, ଦେଇଛି ହ୍ୱିଚ୍ ଅଫ୍ ଦ ଫଲୋଇଂ କମ୍ପ୍ୟୁଟର ଲାଙ୍ଗୁଏଜ୍ ଇଜ୍ ରିଟେନ୍ ଇନ୍ ବାଇନାରୀ କୋଡ୍ସ ଓନ୍ଲି। କେଉଁ ଲାଙ୍ଗୁଏଜଟା କେବଳ ବାଇନାରୀ କୋଡ଼୍ରେ ଲେଖା ହେଇଥାଏ। 6 ନମ୍ବର କ'ଣ ହେଇଯିବ? ଅପସନ୍ ବି ମେସିନ୍ ଲାଙ୍ଗୁଏଜ୍। କ'ଣ ହେଇଯିବ? ଅପସନ୍ ବି ମେସିନ୍ ଲାଙ୍ଗୁଏଜ୍। ତାପରେ ଦେଖନ୍ତୁ 7 ନମ୍ବର କ'ଣ କହିଛି, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ବ୍ରେନ୍ ଅଫ୍ କମ୍ପ୍ୟୁଟର। ଦେଖନ୍ତୁ ମୁଁ କହିଥିଲି ଆପଣ ମୋତେ 1 ନମ୍ବର ଆନ୍ସାର୍ କମେଣ୍ଟରେ ଦେବେ, 4 ନମ୍ବରର ଆନ୍ସାର୍ କମେଣ୍ଟରେ ଦେବେ। ଏ 7 ନମ୍ବରଟା ମଧ୍ୟ ମୁଁ ଆପଣଙ୍କ ପାଇଁ ଛାଡ଼ୁଛି। ୟାର ଆନ୍ସାର୍ ମଧ୍ୟ ଆପଣମାନେ କ'ଣ କରିବେ, କମେଣ୍ଟ ମାଧ୍ୟମରେ ଜଣାଇବେ। ଦେଖନ୍ତୁ ଏଇଟା ଆମର ବେସିକ୍ କ୍ଲାସ୍ ରହିବ, ଇଜି କ୍ୱେଶ୍ଚନ୍ ରହିବ। ଆପଣମାନେ ଭାବିବେନି କି ସାର୍ କାହିଁ ଏତେ ଇଜି କ୍ୱେଶ୍ଚନ୍ କରୁଛନ୍ତି। ଏଇଟା ଆମର ଆଜି ପ୍ରଥମ କ୍ଲାସ୍ ଫରେଷ୍ଟ ଗାର୍ଡ଼ ପାଇଁ, ସେଇଥିପାଇଁ କ'ଣ ପ୍ରଥମରୁ ଇଜି କ୍ୱେଶ୍ଚନ୍ ରହୁଛି। ଧୀରେ ଧୀରେ ଯେତେବେଳେ କ୍ଲାସ୍ ଆଗକୁ ଯିବ, କ୍ୱେଶ୍ଚନ୍ ଲେବୁଲ୍ ବଢ଼ି ଯିବ। ଏଇ କ୍ୱେଶ୍ଚନ୍ ମଧ୍ୟ ଡାଇରେକ୍ଟ ଆପଣଙ୍କୁ ପଚାରୁଥିବେ
ପଚାରୁଛି ବ୍ରେନ୍ ଅଫ୍ କମ୍ପ୍ୟୁଟର କିଏ, ସିପିୟୁର ଫୁଲ୍ ଫର୍ମ କ'ଣ, ଏଗୁଡ଼ା ମଧ୍ୟ ଆପଣଙ୍କୁ ବାର ବାର ଏକ୍ଜାମ୍ରେ ସବୁ ପଚାରି ଆସୁଛି, ସେଇଥିପାଇଁ ମୁଁ ଆପଣଙ୍କୁ ଏଗୁଡ଼ା କରାଉଛି। ତାପରେ ଦେଖନ୍ତୁ 8 ନମ୍ବର କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ କ୍ୟାରେକ୍ଟରିଷ୍ଟିକ୍ ଅଫ୍ କମ୍ପ୍ୟୁଟର, ୟା ଭିତରୁ କେଉଁଟା କମ୍ପ୍ୟୁଟରର କ୍ୟାରେକ୍ଟରିଷ୍ଟିକ୍ ନୁହଁ ବୋଲି ସିଏ ପଚାରିଛି। ଦେଖନ୍ତୁ କମ୍ପ୍ୟୁଟର ଭର୍ସାଟିଲିଟି ନିହାତି ଭର୍ସାଟିଲିଟି ମାନେ ବହୁତ ପ୍ରକାର କାମ କରିପାରିବ, ଆକୁରେସି ଅଛି, ପୁରା ଆକୁରେଟ୍ କାମ କରିବ, ଡେଲିଜେନ୍ସ ମଧ୍ୟ ସିଏ, କିନ୍ତୁ ଆଇକ୍ୟୁ ନାହିଁ। କ'ଣ କମ୍ପ୍ୟୁଟରର ଆଇକ୍ୟୁ ନାହିଁ। 8 ନମ୍ବର କ'ଣ ହେଇଯିବ ଅପସନ୍ ଡି। ତାପରେ ଦେଖନ୍ତୁ 9 ନମ୍ବରକୁ ଯିବା। 9 ନମ୍ବର କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ସ୍ମଲେଷ୍ଟ ୟୁନିଟ୍ ଅଫ୍ ଡାଟା ଇନ୍ କମ୍ପ୍ୟୁଟର, ୟାଙ୍କ ଭିତରୁ ସବୁଠୁ ସ୍ମଲେଷ୍ଟ ୟୁନିଟ୍ କିଏ, ଅପସନ୍ ଏ କ'ଣ ହେଇଯିବ BIT ବିଟ୍, କ'ଣ ହେଇଯିବ ବିଟ୍। ଆସନ୍ତୁ ଦେଖିବା 10 ନମ୍ବର କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ୟୁନିଟ୍ ଇଜ୍ ରେସ୍ପନ୍ସିବୁଲ୍ ଫର୍ କନଭର୍ଟିଂ ଦ ଡାଟା ରିସିଭ୍ଡ ଫ୍ରମ୍ ଦ ୟୁଜର ଇଣ୍ଟୁ ଏ କମ୍ପ୍ୟୁଟର ଅଣ୍ଡରଷ୍ଟାଣ୍ଡେବୁଲ୍ ଫର୍ମାଟ୍, କିଏ କମ୍ପ୍ୟୁଟରରୁ ଡାଟାଟାକୁ ଅଣ୍ଡରଷ୍ଟାଣ୍ଡେବୁଲ୍ ଫର୍ମାଟ୍ରେ କ'ଣ କରେ ପହଞ୍ଚାଏ, କ'ଣ ହେଇଯିବ ଅପସନ୍ ବି ଇନପୁଟ୍ ୟୁନିଟ୍, କିଏ ପଠାଏ ଅପସନ୍ ବି ଇନପୁଟ୍ ୟୁନିଟ୍। ତାପରେ 11 ନମ୍ବର ଆସନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ମନିଟର ଲୁକ୍ସ ଲାଇକ୍ ଏ ଟେଲିଭିଜନ and are normally used with non-portable computer system, ତା କ'ଣ କରିବା ନର୍ମାଲି ଆମେ ନନ୍ ପୋର୍ଟେବୁଲ୍ କମ୍ପ୍ୟୁଟର ସହିତ ମଧ୍ୟ ୟୁଜ୍ କରିପାରିବା, କ'ଣ ଯିବ ଅପସନ୍ ସି CRT। CRT ଫୁଲ୍ ଫର୍ମ କ'ଣ କ୍ୟାଥୋଡ଼ ରେ ଟ୍ୟୁବ୍, ବୁଝିଲେ। ମନିଟରଟା କ'ଣ ହେବ ଦେଖା ହେବ ପୁରା ଟେଲିଭିଜନ ଭଳି ଆଇଡ଼ିଆଲି, ବୁଝିଲେ ନା, ତାର ଫ୍ଲାଟ୍ ପ୍ଲେନ୍ ମନିଟର ଥିନର ହେଇଥିବ, ଲାଇଟ୍ର ଇନ୍ କମ୍ପାରିଜନରେ ହେଇଥିବ, ବୁଝିପାରିଲେ। ଆସନ୍ତୁ ଯିବା କୋଉଠି 12 ନମ୍ବରକୁ। 12 ନମ୍ବର କ'ଣ କହିଛି ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ଟାଇପ୍ ଅଫ୍ କମ୍ପ୍ୟୁଟର କୋଡ଼୍, ଏଇ ଚାରିଟା ଭିତରୁ କେଉଁଟା ଗୋଟେ କମ୍ପ୍ୟୁଟର କୋଡ଼୍ ନୁହେଁ, କ'ଣ ଯିବ ଅପସନ୍ ଏ ହେଇଯିବ, ଏଟା କ'ଣ EDIC, ଏଟା ଗୋଟେ କ'ଣ କମ୍ପ୍ୟୁଟର କୋଡ଼୍ ନୁହଁ, ବୁଝିପାରିଲେ। 13 ନମ୍ବରକୁ ଯିବା ଆସନ୍ତୁ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା, ହୁଇଚ୍ ଅଫ୍ ଦ ଫଲୋଇଂ ପାର୍ଟ ଅଫ୍ ଏ ପ୍ରୋସେସର contain the hardware necessary to perform all the operation required by a computer, ସବୁ ପ୍ରକାର କାମ କ'ଣ ହେବ ସେ କରିପାରୁଥିବ, କ'ଣ ହେଇଯିବ 13 ନମ୍ବର ଅପସନ୍ ଡି ପାଥ୍ ୱେ, କ'ଣ ହେଇଯିବ ଏହାର 13 ନମ୍ବର ଅପସନ୍ ଡି ପାଥ୍ ୱେ। ଆସନ୍ତୁ ଏବେ ଯିବା 14 ନମ୍ବରକୁ, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଡିଜାଇନ୍ ଟୁ କଣ୍ଟ୍ରୋଲ ଦ ଅପରେସନ୍ସ ଅଫ୍ ଏ କମ୍ପ୍ୟୁଟର, କେଉଁଟା ଡିଜାଇନ୍ କରେ ଅପରେସନ୍ ଅଫ୍ କମ୍ପ୍ୟୁଟରକୁ ସିଷ୍ଟମ୍ ସଫ୍ଟୱେୟାର, 14 ନମ୍ବର କ'ଣ ହେଇଯିବ ଅପସନ୍ ସି ସିଷ୍ଟମ୍ ସଫ୍ଟୱେୟାର। ଗଲା 15 ନମ୍ବରକୁ ଆସନ୍ତୁ ଯିବା ଦେଖିବା କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଡିଭାଇସ୍ ୟୁଜ୍ ପୋଜିସନାଲ ନେସନାଲ, ବୁଝିଲେ, ପୋଜିସନାଲ ନୋଟେସନ୍ ଟୁ ରିପ୍ରେଜେଣ୍ଟ ଏ ଡେସିମାଲ ନମ୍ବର, କେଉଁଟା ପୋଜିସନାଲ ନୋଟେସନରେ ୟୁଜ୍ ହୁଏ କ'ଣ ପାଇଁ ଡେସିମାଲ ନମ୍ବରକୁ ଜାଣିବା, ଡିଭାଇସ୍କି ଜାଣିବା ପାଇଁ, କ'ଣ ହେଇଯିବ ଅପସନ୍ ବି ଆବାକସ୍। 15 ନମ୍ବର କ'ଣ ହେଇଯିବ ଅପସନ୍ ବି ଆବାକସ୍। ତାପରେ ଦେଖନ୍ତୁ 16 ନମ୍ବର କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ୟୁଜ୍ଡ ଇନ୍ EBCDIC, କେଉଁଟା ୟା ଭିତରୁ EBCDICରେ କ'ଣ ହୁଏ ବ୍ୟବହାର ହୁଏ ବୋଲି ପଚାରିଛି। 16 ନମ୍ବର କହିଯିବ ଅପସନ୍ ବି ମେନ୍ ଫ୍ରେମ୍ସ, କହିଯିବ ଯେଉଁ ମେନ୍ ଫ୍ରେମ୍ କମ୍ପ୍ୟୁଟର ଅଛି ସେଇଥିରେ କ'ଣ ୟୁଜ୍ ହୁଏ EBCDI କ'ଣ ହୁଏ ବ୍ୟବହାର ହୁଏ, ବୁଝିପାରିଲେ। 16 ନମ୍ବର କଲା। 17 ନମ୍ବର ଦେଖ କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଆର୍ ଫିଜିକାଲ ଡିଭାଇସ୍ ଅଫ୍ ଏ କମ୍ପ୍ୟୁଟର, କେଉଁଟା ଗୋଟେ କ'ଣ ଫିଜିକାଲ ଡିଭାଇସ୍ଟେ କାହାର କମ୍ପ୍ୟୁଟର, କ'ଣ ହେଇଯିବ ହାର୍ଡ଼ୱେୟାର। ହାର୍ଡ଼ୱେୟାର ହେଲା କ'ଣ ହାର୍ଡ଼ୱେୟାର ସଫ୍ଟୱେୟାର ଦୁଇଟା ଜିନିଷ ଅଛି, ହାର୍ଡ଼ୱେୟାର ହେଲା ଯେଉଁଟା ଆମେ କମ୍ପ୍ୟୁଟର ଯେଉଁ ଜିନିଷରେ ଆମେ ଛୁଇଁ ପାରିବା, ମାଉସ୍ ହେଉ କିବୋର୍ଡ଼ ହେଉ ଆମର ମନିଟର ହେଉ ପ୍ରିଣ୍ଟର ହେଉ ଏରା ସବୁ ଛୁଇଁ ପାରିବା, ତାକୁ ସବୁ କ'ଣ ହାର୍ଡ଼ୱେୟାର। କିନ୍ତୁ ଯେଉଁଟା ସଫ୍ଟୱେୟାର କ'ଣ ଯେଉଁଟା ଆମେ ଛୁଇଁ ପାରିବା ନାହିଁ, ସବୁ C++, ଜାଭା, ଇଣ୍ଟରନେଟ୍ ଏରା ସବୁ କ'ଣ ଯେଉଁ ଭିତର ଜିନିଷଟା ସଫ୍ଟୱେୟାର ଜିନିଷଟା ଆମେ ଛୁଇଁ ପାରିବା ନାହିଁ। ତାପରେ କ'ଣ ଆର ଆନ୍ସର କ'ଣ ହେଇଯିବ ଅପସନ୍ ଏ ହାର୍ଡ଼ୱେୟାର। ଏବେ ଆସନ୍ତୁ ଯିବା 18 ନମ୍ବର କତିକି। 18 ନମ୍ବର କ'ଣ କହିଛି କ୍ୱେଶ୍ଚନ ପଢ଼, ହୁଇଚ୍ ଅଫ୍ ଦ ଫଲୋଇଂ ଡିଫାଇନ୍ସ ଦ ଆସାଇନ୍ଡ ଅର୍ଡରିଂ ଏମଙ୍ଗ ଦ କ୍ୟାରେକ୍ଟର୍ସ ୟୁଜ୍ଡ ବାଇ ଦ କମ୍ପ୍ୟୁଟର, ୟା ଭିତରୁ କେଉଁ କ୍ୟାରେକ୍ଟର ୟୁଜ୍ କରେ କ'ଣ କମ୍ପ୍ୟୁଟର, କ'ଣ ହେଇଯିବ 19 ନମ୍ବର ହେଇଯିବ। 18 ନମ୍ବର ହେଇଯିବ କ'ଣ ସି କ'ଣ କୋଲେଟିଂ ସିକ୍ୱେନ୍ସ, କ'ଣ ହେଇଯିବ କୋଲେଟିଂ ସିକ୍ୱେନ୍ସ। ତାପରେ ଯେଉଁ 19 ନମ୍ବର କ'ଣ କହିଛି ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟୋରେଜ୍ ଇଜ୍ ଏ ସିଷ୍ଟମ୍ ହ୍ୱେୟାର ଏ ରୋବୋଟିକ୍ ଆର୍ମ ୱିଲ୍ କନେକ୍ଟ ଅର୍ ଡିସକନେକ୍ଟ ଅଫଲାଇନ୍ ମାସ୍ ଷ୍ଟୋରେଜ୍ ମିଡ଼ିଆ ଆକର୍ଡିଂ ଟୁ ଦ କମ୍ପ୍ୟୁଟର ଅପରେସନ୍ ସିଷ୍ଟମ୍ ଡିମାଣ୍ଡ। ଦେଖନ୍ତୁ ୟାର ଆନ୍ସର କ'ଣ ହେଇଯିବ 19 ନମ୍ବରର ଅପସନ୍ ଡି ଟର୍ସିଆରୀ, କ'ଣ ହେଇଯିବ ଅପସନ୍ ଡି ଟର୍ସିଆରୀ। ତାପରେ 20 ନମ୍ବର ଦେଖନ୍ତୁ କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନୋନ୍ ଆଜ୍ ଦ ଇଣ୍ଟରଭାଲ ବିଟୁଇନ୍ ଦ ଇନଷ୍ଟାଣ୍ଡ ଏ କମ୍ପ୍ୟୁଟର ମେକ୍ସ ଏ ରିକ୍ୱେଷ୍ଟ
for the transfer of data from a disk system to the primary storage and the instance the operation is completed କ'ଣ ଯିବାର ଅପସନ୍ ସି disk access time କ'ଣ କୁହାଯାଏ ତାକୁ ଅପସନ୍ ସି disk access time ତାପରେ ଦେଖ 20 ନମ୍ବର ଗଲା 21 ନମ୍ବର which of the following device provides the communication between a computer and the outer world किए करे कंप्यूटर आउटर वर्ल्ड भीतर ये करे इनपुट आउ कौन आउटपुट एबे जो 22 गति की which of the following are the input devices that enable direct data entry into a computer system for source document कौन जो यार 22 नंबर राइट आंसर डाटा स्कैनिंग डिवाइस कौन जो डाटा स्कैनिंग डिवाइस ऑप्शन डी कौन राइट आंसर तापर देखो 23 नंबर कौन कही व्हिच ऑफ द फॉलोइंग इज द डिवाइस यूज्ड फॉर कन्वर्टिंग मैप्स पिक्चर्स एंड ड्राइंग्स इनटू डिजिटल फॉर्म फॉर स्टोरेज इन कंप्यूटर कौन जो 22 नंबर गला 23 नंबर आंसर कौन जो ऑप्शन बी डिजिटाइजर ता कौन कहती डिजिटाइजर तापर संदिका 24 नंबर 25 नंबर कौन कही which of the following is known as the language made up of binary code instruction या भीतर कोटा binary code instruction ले कौन है व्यवहार है कौन है 25 नंबर आंसर ऑप्शन डी मशीन कौन है ऑप्शन डी मशीन आ गोटे 24 नंबर क्वेश्चन थिला सेटा मुझे आड करने बोधे मुझे आपको सेटा कही दूची आपन खातार लिखि नेबे which of the following can access the server कोटा सर्भर आक्सेस करे ऑप्शन ए वेब साइलेंट ऑप्शन बी कौन ऑप्शन ए वेब क्लाइंट बुझल ऑप्शन ए कौन वेब साइलेंट ऑप्शन बी यूजर ऑप्शन सी वेब ब्राउजर ऑप्शन डी वेब सर्वर कौन जो वेब साइलेंट जो कौन आंसर CLINT वेब साइलेंट सैला ये थी आम 25 क्वेश्चन एमती पर डे मुझे 25 ରୁ 30 टिया क्वेश्चन कराइदेवी पूरा एग्जाम जाए कंप्यूटर आम 1200 ରୁ 1400 कि 1500 वाला MCQ करदे ता बाहर कौन से क्वेश्चन जीव ना आप LI दिंतु फॉरेस्ट गार्ड दिंतु OSSC OSSC टीचिंग एग्जाम जो भी कंप्यूटर आस सब ये कभर हो जी भल लगुच चैनल को सब्सक्राइब करूँ लाइक करूँ शेयर करूँ रही जय जगन्नाथ पुणी देखा आउ गोटे वीडियो।